Chaura chikara. Chinama tumara. Ki upate se asithilo nigamasthanakku. Au se ରାକ୍ଷସକ ବେଳରୁ ଉଦ୍ଧାର କରିବା ପାଇଁ ଚିତ୍କାର କରୁଥିଲ କାହିଁକି? କଣ ହେଇଛି ମୋତେ କିଛି କହିପାରିବ? ହେ ବିଦେଶୀ ବନ୍ଧୁ, ଆପଣ ମୋ ଜୀବନ ବଞ୍ଚାଇଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ। ଆରେ ଜୟ ବାବା, ସେଇଟା ହେଉଛି ମୋ କର୍ତ୍ତବ୍ୟ। କାହିଁକି ନା ମୁଁ ଅନେକ ଦିନରେ ରାସ୍ତା ଦେଇ ଯାଏ। ଆଜି ତୁମେ ମୋ ଆଖି ସାମ୍ନାରେ ତୁମେ ପଡ଼ିଗଲା ବୋଲି ମୁଁ ଉଦ୍ଧାର କଲି। ସେଥିପାଇଁ ତୁମେ କ'ଣ ମୋତେ ଧନ୍ୟବାଦ କହୁଛ? ନାଇଁ, ତୁମେ ଏଇଟା କହ, ତୁମ ରାଜ୍ୟ କୋଉଠି? ତୁମ ନାମ କ'ଣ? କି ଉପଦେଶ ଆସିଥିଲ? ମୁଁ ସେହା ପଚାରୁଛି। ହେଲେ ବନ୍ଧୁ, ତମେ ଯଦି ଠିକ୍ ସମୟରେ ନ ଆସିଥାନ୍ତା ତାହେଲେ ସେ ଶୈତାନ ମତେ କ'ଣ ନା କ'ଣ କରିଦେଇଥାନ୍ତା। ଆରେ ଏ କଥା ତ ସତ୍ୟ। ସେ ଜଣେ ରାକ୍ଷସ। ସେ ଝିଅ ପିଲାଙ୍କର କିଛି ହେଲେ ଜାଣିବନି। ମନରେ ଯାହା ଇଚ୍ଛା ହବ ସେ ସେଇଆ କରିଦେବ। ସେଟା ଜଣେ ରାକ୍ଷସ। ହେଲେ ବନ୍ଧୁ, ଯେତେବେଳେ ମୋ ଜୀବନ ରକ୍ଷା କରିଛନ୍ତି, ଆପଣଙ୍କ ପରିଚୟ ଟିକେ ମୋତେ ଦେଇପାରିବେ? ଆରେ ମୋ ପରିଚୟ? ଆରେ ଦେଖ, ତୁମେ ତୁମେ କ'ଣ ତୁମ ପରିଚୟ ମୋତେ କହିବନି? ତୁମେ ଯଦି ତୁମ ପରିଚୟ ମୋତେ କହିଦେବ ତାହେଲେ ନିଶ୍ଚୟ ମୁଁ ମଧ୍ୟ ମୋ ପରିଚୟ କହିଦେବି। ସତରେ? ସତରେ। ପ୍ରଥମେ ତୁମ ପରିଚୟ କୁହ। ପ୍ରଥମେ ମୋ ପରିଚୟ କହିଦେବି? ହଁ ବାବା, ହଁ, ମୋ ପରିଚୟ ତ ଆପଣଙ୍କୁ ନିଶ୍ଚୟ କହିବି। ଯେତେବେଳେ ମୋ ଜୀବନ ରକ୍ଷା କରିଛନ୍ତି, ମୋ ପରିଚୟ ମୁଁ କେମିତି କହିବିନି? ଆରେ ହେଲେ ଗୋଟିଏ କଥା ଜାଣିଛ? କୁହ। କେବେ ତ ମୁଁ କୋଉ ପୁଅ ପିଲାକୁ କହିନି। ପ୍ରଥମ ଥର ପାଇଁ ତମକୁ ମୁଁ ପରିଚୟ କହୁଛି। ଆରେ ବାବା, କିଛି ଅସୁବିଧା ହବନି, କୁହ। ତାହେଲେ ମନ ଦେଇକି ଶୁଣ। ନାମ ମୋର ପୂର୍ଣ୍ଣିମା। ଓ ପୂର୍ଣ୍ଣିମା। ତାପରେ? ଆଉ ମୋ ପିତାଙ୍କ ନାମ ହେଉଛି ବୀରସେନ। ଆଉ ମୋ ଘର ହେଉଛି ମାଣିକ୍ୟଗଡ଼। ଓ ତାହେଲେ ତୁମେ ଜଣେ ରାଜକୁମାରୀ। ତୁମ ନାମ ହେଉଛି ପୂର୍ଣ୍ଣିମା। ହଁ। ତୁମ ବାପା ହେଉଛନ୍ତି ଜଣେ ମହାରାଜା। ହଁ। ଆଉ ତୁମ ରାଜ୍ୟ ହେଉଛି ମଣି। କୋଉ ରାଜ୍ୟ କହିଲ? ମାଣିକ୍ୟଗଡ଼। ଓ ସତରେ ସତରେ ପୂର୍ଣ୍ଣିମା, ତୁମ ନାମ ଯେମିତି, ଦେଖିବାକୁ ମଧ୍ୟ ତୁମେ ଠିକ୍ ସେହି ଆକାଶର ପୁନେଇ ତିଥିର ଚନ୍ଦ୍ର ପରି ଦେଖାଯାଉଛ। ସତ କହୁଛ? ସତରେ। ହେଲେ ବିଦେଶୀ ବନ୍ଧୁ, ମୋ ପରିଚୟ ତ ଆପଣଙ୍କୁ ଦେଇଦେଲି। ହେଲେ ତମ ପରିଚୟ ଏଥର ଦେଇଦିଅ। ଆରେ ଦେଖ, ହଁ, ତେଣେ ମୋତେ ବାପା ଅପେକ୍ଷାରେ ଥିବେ। ମୁଁ ମୋ ବାପାଙ୍କ ନିକଟକୁ ଚାଲିଯିବି। ଯେମିତିକି ମୋ ପରିଚୟ ଦେବା ପୂର୍ବରୁ ମନ ଦେଇ ଶୁଣିବାକୁ ପଡ଼ିବ। ହଉ ତାହେଲେ କାହିଁକି ନା ବାବା। ପୁନର୍ବାର ମୁଁ କହିପାରିବିନି। ଠିକ୍ ଅଛି ତାହେଲେ। ତାହେଲେ ଠିକ୍ ଅଛି, ମୋ ପରିଚୟ ମନ ଦେଇ ଶୁଣ। ହଉ ତାହେଲେ। ମନ ଦେଇ ମୋ ପରିଚୟ ଶୁଣଲ ତୁମେ। ପୁରାପୁରି ମନ ଧ୍ୟାନ ଦେଇକି ଶୁଣୁଛି। ମଣିପୁର ମନ୍ତ୍ରୀସୁତ ଅଭୟ କୁମାର। ମଣିପୁର? ରାଜକୁମାରୀ, ମନ ଦେଇ ଶୁଣ। ମନ ଦେଇ ପରିଚୟ ଶୁଣଲ ମୋର। ମଣିପୁର ମନ୍ତ୍ରୀସୁତ ଅଭୟ ବୀର। ମନ ଦେଇ ପରିଚୟ ଶୁଣଲ ମୋର। ମଣିପୁର ମନ୍ତ୍ରୀସୁତ ଅଭୟ ବୀର। କାତ୍ରିକୁଲ ଜନ୍ମ ମୁହିଁ କଲା ଭର 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 ଅଭୟ 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 ମୁଁ ମନ୍ତ୍ରୀ ତୁମର। ମନ ଦେଇ ପରିଚୟ ଶୁଣଲ ମୋର। ମଣିପୁର ମନ୍ତ୍ରୀସୁତ ଅଭୟ ବୀର।
मणिपुर घर मंत्री मो पियर अभय नाम मोहर बिरासी राउत मन भाभी तार लिखिছি सबु अक्षर मणिपुर घर मंत्री मो पियर अभय नाम मोहर बिरासी राउत मन भाभी तार लिखिছি सबु अक्षर अक्षत्री तुले जन्म भूमि गला भर 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 अभय 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 मो मंत्री कुमार मनदे परिचय शुणल मोर मणिपुर मंत्री सुख अभय राजकुमारी अरे आपण मत परिचय दे सारे मो मध्यम परिचय दे सारी तेणुक आम समय नष्ट न करी चली निज निज गृह को ଆରେ ତାହେଲେ ତମ ନାମ ହଉଛି ଅଭୟ हाँ ଆଉ ଘର ହଉଛି ମଣିପୁର। मणिपुर राज्य मंत्री सुत नाम मोर अभय ହେଲେ ବିଦେଶୀ ବନ୍ଧୁ ତମ ନାଁ ତ ପୁରାପୁରି ଭାରି ସୁନ୍ଦର ओ ଆଉ ତୁମ ନାମ ଯେମିତି କି ତମ ରୂପ ବି ସେମିତି अरे ପୁରାପୁରି ଗୋଟିଏ ଚାଉଳରେ ଗଢ଼ା। एक कथा सारा दुनिया जानती मणिपुर महामंत्री सुत अभय जड़े भल पुओ बोली किंतु आज मध्य तुम कहूच मो निजक निजे धन्य मन करछि राजकुमारी आ समय नष्ट न करी चली जीवा में निज निज गृह को कौन कहूच ଏ ଅଭୟ कह ଏ ଏ ନେଇନା ତ ଦେଖାଇছে କଣ ଏତେ ଶୀଘ୍ର ଚାଲିଗଲେ ଚଳିବ? अरे बाबा देख आ समय ना तेणु कर चली जीवा है भल आपण जड़े नगरिका और मो जड़े कुआरा पुओ तेणुक आम दी जन बड़ बड़ हो सारी तेणुक आम ये रहा उचित नुह ଏ ଅଭୟ राजकुमारी ଯେତେବେଳକୁ ତମକୁ ଦେଖିଛି ନା ସେତେବେଳଠୁ ମନେ ମନେ ଭାବୁଛି ଗୋଟିଏ କଥା କହିବି ବୋଲି। कौन अरे बाबा कौन कौन लाच कर कहीं कुह कुह ଏ ନା ବାବା ନା ତମେ ବୋଧେ ରାଗିଯିବ ମ। अरे एमती कौन कौ शब्द कह मुझे आपण को रागी लाई राजकुमारी लाई मु जमार रागी ସତ କହୁଛି ରାଗିବାନି। अरे सत कहूँ मो जमार रागी ଏ ଅଭୟ कुह ଏ ତାହେଲେ ତମେ ମୋ ଆଖିରେ ଆଖି ମିଶେଇକି ଦେଖା ତାପରେ ମୁଁ ସେ କଥାଟା ପୁରାପୁରି ଖୋଲିକି କହିଦେବି। ओ एक कथा कहवा कहले आखिर आखि मिसेवा पड़ो ହଁ कुह पूर्णिमा ଏ ଅଭୟ कुह ମୋ ନା ତମକୁ अच्छा ମୋ ନା ତମକୁ तुम्हें मत अरे कौन अच्छी अरे कुह बाबा ଏ ମତେ କହିବା ପାଇଁ ଭାରି ଲାଜ ଲାଗୁଛି ମ। ओ ताले मु कोन चली जीवे ठारू ନା ନା ସେମିତି ନୁହେଁ ମ। କାହିଁକି ଲାଜ ଲାଗୁଛି ଜାଣିଛ? कौन पे କେବେ ତ କୋଉ ପୁଅ ପିଲାକୁ କହିନି ପ୍ରଥମ ଥର ପାଇଁ ତମକୁ କହୁଛି ବୋଲି ମତେ ଭାରି ଲାଜ ଲାଗୁଛି। एक कथा समस्ते कहती राजकुमारी हेले पुणी लाज करिवार कौन अच्छी अरे जहाँ कहवा कथा सफा सफा कहि दियो ସତରେ କହିଦେବି कुह ତାହେଲେ ଶୁଣ। ଏ ଅଭୟ कुह पूर्णिमा ମୋ ନା ତମକୁ अच्छा तुम्हें ना मत ମୋ ନା ତମକୁ ଓ। ମନେ ମନେ ଭଲ ପାଇ ମୁଁ ତମକୁ ବହୁତ ଭଲ ପାଏ। देख देख राजकुमारी पूर्णिमा पुणी देखा हमार किसी समय हैनी मते भले पाउछि ହଁ ए कथा पुणी कहा केबे विश्वास লাগিব
से कौन भावुची निजकू गोटे अजाणत पुआकू भले पाउछि मो परिचय देदेली बोली से मते विश्वास करी भले पाउछि नाही राजकुमारी पूर्णिमा अरे तुम्हें किंतु मते भले पाबार हेले मु तुमको जमा भले पाए ହେଲେ କାହିଁକି ଅଭୟ ମୁଁ କଣ ଦେଖିବାକୁ ସୁନ୍ଦରୀ ନୁହଁ कड़े कह अरे देखा गले तुम्हें खूब सुंदर हेले हेले तुम जान ए हूँ कलिजुग कलिजुगर झील मान जमार विश्वास नुहे जे सतरे प्रकृत में भल पाई बाहा हे बोली जड़ को भल पाती अन्य क्या बाहा हमें ए हूँ झील मान चरित्र एमिति काहे कहूछ तमे जेमिति भाबिछ आमे झिया पिला माने सेमिति नुह सतरी हाँ ओ राजकुमारी तुम जमीदी ही था मध्य मु तुमको जमारू भल पाइबी ए थरे तो भल पाई देखो ना भल पाइबार केते जे मजा अछि म अच्छा ये जदि मते भल पाइबा को बाध्य करछि निश्चय तो कोन ना कोन थिबो नाही मु जमारू भल पाइबी ना पूर्णिमा मु तुमको जमारू भल पाइबी सतरी तमे काहे के एते बुझाउछ म थरे भल पाओ सब किछि बुझि जिबा अच्छा राजकुमारी हाँ ए हूँ कलिजुगर नारी मान को विश्वास करहबनी नारी रूपे नारायणी नारी मात्रे महालक्ष्मी नारी मात्रे कुहुकिनी नारी मात्रे मायाविनी आउ ए कलिजुगर अनेक प्रकार मायाविनी नारी बहुत देखी सारी किंतु मु से दिन पर केवि कौ झील मोर विश्वास भरोसा नहीं सतरी मु तुमको भल पाइबी ए अभय पूर्णिमा तमे राजी हो जाओ ना मो कौन तुमको अभय कौन आस ना तम ओठरे मो ओठ मिसई आउ तम छाती रे मो छाती आउ थरुटे जदि शब्दटा कहिछ ताले जानिबो ए अभय पुणी अचिना पुआ को कहूछ आखिरे आखि मिसई ओठरे ओठ मिसईबा पाए अंगरे अंग मिसईबा पाए कौन भावुछनी मु जहा कहूची सत ही कहूची आउ आमे दी जण मिसिकी से जन आकाश रे गोटे घर गढ़ी नेबा छी केड़े निजल केड़े नीलाची छियो ना देख केड़े नीलाची छियो जड़े पुआ को प्रेम भड़ा प्रेम जाचुची कौन से झीर चरित्र कौन थी एमती का झील को जमारू भल पाइबनी ए तमे सेमिति हेले कोन चलिबा आस ना पूर्णिमा हाँ आलो रूपसी गोरी मु तते भल पाएना बुझिपारछ हाँ तारा प्रेम डोरी रे मते आउ बांधना आलो पूर्णिमा मो भलरे भलरे कहूछि मो पथ छाड़ी दियो आलो रूपसी गोरी मो तते भल पाएना तारा प्रेम डोरी रे मते आउ बांधना मोर पजौबाना देखी गोधाना मोर पजौबाना देखी गोधाना हराने आउ बहाना राजकुमारी आलो पूर्णिमा गोरी मो तते भल पाएना तोरा प्रेम डोरी रे मते आउ बांधना जमारू
নিজ করে ভাবছো তোর পজপানা দেখে কোথানা তোর পজপানা দেখে কোথানা করনি আউ বাহানা আলো পূর্ণিমা গরি মততে ভালো পায় না তারা প্রেম ডরি রে মতে আউ বাঁধনা ତମେ କାହିଁକି ଏତେ ଛିଟକି ପଡୁଛ ମା ତମକୁ ଲାଜ ଲାଗିବା ଦରକାର ଜଣେ ପୁଅ ପିଲା ହେଇ ଏତେ ଡରି ଯାଉଛ আচ্ছা তাহলে মতে লাজ লাগবে দরকার ହଁ তাহলে তুমি কোন কইବାକୁ চাচ্ছ ପୁଅ ପିଲା ହେଇ ଏତେ ଡରି ଯାଉଛ আরে বাবা ମୋ ନାରୀକୁ ସମ୍ମାନ ଦେବା ଶିଖିଛି ତେଣୁ କରି ମୁଁ ତୁମକୁ କିଛି କହିପାରୁନି ସତରେ ରାଜକୁମାରୀ ଏ ଆଉ ତୁମକୁ ମୁଁ ଉଦ୍ଧାର କରି ତ ବହୁତ ବଡ଼ ଭୁଲ କରିଛି ତୁମେ ସେ ରାକ୍ଷସଙ୍କ ବଲରୁ ଯାହା ଥିଲ ଠିକ୍ ଥିଲ ହେଲେ ମୋ ପଛରେ ପଡ଼ି ଏତେ ହଇରାଣ କରୁଛ କାହିଁକି ଏ ଅଭୟ ପୂର୍ଣ୍ଣିମା ସୁନ୍ଦର ରାଜା ଟିକେ ମାନି ଯା ଯା, ଓ, ସୁନ୍ଦର ରାଜା ଟିକେ ମାନି ଯା ଯା, ଯା, ମତେ ମନା ନାଇଁ କର ପ୍ରେମେର ସିଜା আচ্ছা ଏ ଅଭୟ ତମେ କାହିଁକି ଏମିତି ହଉଛ ମା ପ୍ରେମ ପିରାତି ମାନେ ନା ଜାତି ନା ବଜାଉ ବାନା ନା ବଜାଉ ବାନା ପୁରୁଷ ଜାତି ବୁଝାନି କିଛି ଦିଅଛୁ ମାନା ଦିଅଛୁ ମାନା
ମତେ ଭଲ ପାଇବନି? ପୂର୍ଣ୍ଣିମା ହଁ ଆରେ ବାବା ପ୍ରେମରେ କଣ ଥଟ୍ଟା କଲେ ପ୍ରେମରେ ମୁଁ ଥଟ୍ଟା କଲି ବୋଲି ତୁମେ କଣ ଅଭିମାନ କରୁଛ? ଆରେ ଦେଖ ମୁଁ ଜାଣିବାକୁ ଚାହୁଁଥିଲି ସତରେ ତୁମେ ମୋତେ କେତେ ଭଲ ପାଅ ବୋଲି। ଏ ସତରେ ମତେ ଭଲ ପାଉଛ? ହଁ ପୂର୍ଣ୍ଣିମା ତୁମେ ମୋତେ ଯେତିକି ଭଲ ପାଉଛ ଠିକ୍ ମୁଁ ମଧ୍ୟ ମୋ ମନ ପ୍ରାଣ ଦେଇ ଭଲ ପାଉଛି। ସତରେ ତାହେଲେ? କାହିଁକି ନା ହେଲେ ଅଭୟ କଣ? ତମେ ଯଦି ମତେ ସତରେ ଭଲ ପାଉଥିବ ହଁ ପ୍ରିୟା। ତାହେଲେ ମୋ ହାତରେ ହାତ ରଖି କଥା ଦିଅ ତମେ ଯେତେ ଝଡ଼ ଝଞ୍ଜ ଆସିଲେ ବି ତମ ଠାରୁ ମତେ କେବେ ବି ଦୂରେଇ ଦେବନି। ଆରେ ବାବା ତୁମେ କଣ ଭାବୁଛ ମୁଁ କଣ ଭଲ ପାଇ ବଦଳିଯିବି? ନାଇଁ ପୂର୍ଣ୍ଣିମା ସତରେ ସତରେ ମା ମହାଲକ୍ଷ୍ମୀଙ୍କ ରାଣ ଖାଇ ଖାଉଛି ଯେତେ ଦିନ ଯାଏ ମୁଁ ବଞ୍ଚିଥିବି ତୁମକୁ କେବେ ଅଲଗା କରିବିନି। ଠିକ ଅଛି ଆଉ ଏ ତାହେଲେ। ସାରା ଦୁନିଆରେ ଆମେ ଦୁହେଁ ସେଇ ନୀଳ ଆକାଶର ରଙ୍ଗ ତଳେ ପ୍ରେମରେ ଭିଜି ଉଡ଼ିଯିବା। ହେଲେ ଅଭୟ ପୂର୍ଣ୍ଣିମା ଏଇ ଦେଖ ନା ସେପଟେ ବି ସୂର୍ଯ୍ୟ ଦେବତା ଅସ୍ତ ହେବାକୁ ଲାଗିଲେଣି। ମୋ ପିତା ବି ମତେ ସେପଟେ ଅପେକ୍ଷା କରିଥିବେ। ଆରେ ମତେ ମୋ ରାସ୍ତାରେ ଛାଡ଼ିଦେଇ ତମ ଘରକୁ ତମ ଚାଲିଯିବ ଆଉ ତମ ବାପାକୁ କହି ଆମ ଘରକୁ ବର ବେଶରେ ଆସି ମତେ ବଧୁ ବେଶରେ ସଜାଇ ତମ ଘରକୁ ନେଇଯିବ। ନିଶ୍ଚୟ ପୂର୍ଣ୍ଣିମା ନିଶ୍ଚୟ ନିଶ୍ଚୟ ତାହେଲେ ଚାଲ ଆମେ